ହଁ ମା କହିକି ମାକୁ ନେଇକି ପଳେଇଛି ଆଉ କଣ, ସେ ତା ନିଜ ମା ଉପରେ ଚଢି ଯାଇଥିବ କୋଉଦିନ। କିଛି ବଡ କଥା ନାହିଁ, ଯଦି ଯେ ଭାଉଜକୁ ମା ଡାକିନା ମାକୁ ଧରି ଶୋଇ ପଡୁଛି, ସେ ତା ନିଜ ମା ଉପରେ ବି କୋଉଦିନ ଶୋଇ ପଡିଥିବ, ତା ଭଉଣୀ ଉପରେ ବି ଶୋଇ ପଡିଥିବ। ଜଣେ ଲୋକ 5 ଜଣ ବୟସ ଯଦି ମା ଡାକୁଛି, ତାକୁ କଣ କହିବ ମାକୁ ମାଇପ କରିପାରେ କି? ମାକୁ ତ କହି ମାଇପ ଡାକି ପାରିବେନି ନା। ଆସି ଯଦି ମାକୁ ମାଇପ କରୁ, ତା ନିଜ ମାକୁ ବି କୋଉଦିନ ମାଇପ କରିଥିବ। ହଁ ତାକୁ ବାହାଘର କରିକି ମନ୍ଦିରରେ ଆମେ ବାହାଘର କରିକି ଲକ୍ଷେ ଟଙ୍କା ଡିମାଣ୍ଡ ଦବୁ, କୋଉ ଧରିକି ଯା। ହଁ ଖଟ ଫଟ ଗଦି ଫଦି ସବୁ ଦେଇ ଦିଆହବ, କିଛି ଅସୁବିଧା ନାହିଁ। ଖଟ ଗଦି ବେଡ ସବୁ ସଜେଇ ଦବୁ, ଗୋଲାପ ଫୁଲ ନେଇକି ବି ସଜେଇ ଦବୁ, କିଛି ଅସୁବିଧା ନାହିଁ। ସବୁ ସବୁ ଚତୁର୍ଥୀ କରିବା। ହଁ ଚତୁର୍ଥୀ କରିବ। ଚତୁର୍ଥୀ ହଁ ଭୋଜି ଦିଆହବ, ଆମେ ଭୋଜି ଦବୁ। ଏଇଟା କହିଲେ ଯଦି ସେ ନ ଦେଇପାରିବ ଆମେ ଦବୁ ଭୋଜିଟା, କିଛି ଅସୁବିଧା ନାହିଁ। ଭାଉଜଙ୍କ ସହିତ ଯଦି ସେ ସୁହାଗରାତି କରିବା ପାଇଁ ରାଜି, ଆମେ ଦେଇଦେବୁ ଖଟ ଖୁଟ ସବୁ। ହଁ 53 ବର୍ଷ ବୁଢୀ ମାଇକା ଏମିତି କହିବ ମୁଁ ସୁହାଗରାତି କରିବି, କିଛି ଅସୁବିଧା ନାହିଁ। ସେ ତ ନେଇକି ପଳେଇଛି, ମୁଁ ଏଠି ରହୁନଥିଲି, ମୁଁ ଜାଣିଲି 2 ଦିନ ପରେ ଯେ ସେ ଭାଉଜକୁ ମାମୁଁ ପୁଅ ଧରିକି ପଳେଇଛି।